ବୀରାଙ୍ଗନା ମହାରାଣୀ ଦୁର୍ଗାବତୀଙ୍କ 464ତମ ବଳିଦାନ ଦିବସ ପାଳିତ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଆମ୍ବସରମୁଣ୍ଡା ଚୌହା ବଡ଼ଦେଓ ଶକ୍ତିପୀଠ ପାଦଦେଶରେ ଥିବା ଗୌଣ୍ଡ ଭବନଠାରେ ଅଖିଳ ଭାରତୀୟ ଗୌଣ୍ଡୱାନ ଗୌଣ୍ଡ ମହାସଭା ଓଡ଼ିଶା ପ୍ରଦେଶ ଆନୁକୂଲ୍ୟରେ ବୀରାଙ୍ଗନା ମହାରାଣୀ ଦୁର୍ଗାଦେବୀଙ୍କ 464ତମ ବଳିଦାନ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମ୍ବିଧାନ ନିର୍ମାତା ବିଶ୍ୱରତ୍ନ ଡକ୍ଟର ଭୀମରାଓ ଆମ୍ବେଦକର ଓ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ସମେତ ରାଣୀ ଦୁର୍ଗାବତୀଙ୍କ ପ୍ରତିମୂର୍ତ୍ତି ଉପରେ ଧୂପ ଲଗାଇ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ମହାସଚିବ ପ୍ୟାରୀମୋହନ ନାୟକ ସ୍ୱାଗତ ଭାଷଣ ଦେଇ ଅତିଥିମାନଙ୍କୁ ଆସନ ଅଳଙ୍କୃତ କରିବାକୁ ଅନୁରୋଧ କରିଥିବା ବେଳେ ସଂଗଠନର ଉଦ୍ୟୋକ୍ତା ବିରଞ୍ଚି ନାୟକ ବୀରାଙ୍ଗନା ମହାରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ଉପରେ ବିଶଦ ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ମାଗୁଣୀ ଚରଣ ନାୟକ, ବସନ୍ତ କୁମାର ନାୟକ, ଭଜମନ ନାୟକ, ସାନନ୍ଦ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଯୁଧିଷ୍ଠିର ସିଂ, ସଦାଶିବ ନାୟକ ସମେତ ପଞ୍ଚଗୋଟି ପୁଞ୍ଜରୁ ସମସ୍ତ ସମ୍ପାଦକ ଓ ଅଧ୍ୟକ୍ଷମାନେ ଯୋଗ ଦେଇଥିଲେ। ସମାଜର ସାମୂହିକ ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ଆଲୋଚନା କରିବା ସହ ଜଙ୍ଘା ବଡ଼ଦେବଙ୍କ ମନ୍ଦିରକୁ ସୁପରିଚାଳନା ନିମନ୍ତେ ଏକ ଆଲୋଚନା କରିଥିଲେ। ଆଠମଲ୍ଲିକରୁ ପୁରୁଷୋତ୍ତମ ନାୟକଙ୍କ ରିପୋର୍ଟ, ଆଠମଲ୍ଲିକ ସମାଚାର।